ମଧୁବନ ଜଙ୍ଗଲରେ ଗୋଟିଏ କାଉ ପରିବାର ବସବାସ କରୁଥିଲେ। କାଳୁ କାଉ ଏବଂ ତା ସ୍ତ୍ରୀ ଗୋରି କାଉ। ସେମାନେ ବହୁତ ଅଳସୁଆ ଥିଲେ। ନିଜେ କିଛି କାମ ଧନ୍ଦା କରନ୍ତିନି। ସବୁବେଳେ ଅନ୍ୟର ଖାଦ୍ୟ ଉପରେ ସେମାନଙ୍କର ନଜର ଥାଏ। ହେଇଟି କାଳୁ, ମୁଁ ନଦୀକୁ ଗାଧେଇବାକୁ ଯାଉଛି। ମୋ କଢେଇ ଏଇଠି ଅଛି। ମୋ କଢେଇ ଉପରେ ନଜର ରଖିଥିବ। ଯଉ ତ କଢେଇ, ମାଟି କଢେଇ। ଯେମିତି ଘରକୁ କୋଉ ଚୋର ଆସି ୟାର ମାଟି କଢେଇ ଚୋରି କରି ନେଇଯିବ। ହଉ ହଉ, ତୁମେ ଜଲ୍ଦି ଯାଅ। ନଦୀରୁ ଗାଧେଇ ଆସିଲେ ମୁଁ ଟିକେ ବାହାରକୁ ଯିବି। ତାପରେ ଗୋରି କାଉ ଗାଧେଇବା ଲାଗି ନଦୀକୁ ଯାଏ। ସେହି ଜଙ୍ଗଲରେ ଟିକି ଚଢ଼େଇ ଆଉ ତା ସ୍ୱାମୀ ରହୁଥାନ୍ତି। ସେମାନେ ନୂଆ ନୂଆ ବାହା ହୋଇଥାନ୍ତି। ସେମାନଙ୍କ ପାଖରେ କିଛି ବି ଜିନିଷ ପତ୍ର ନଥାଏ। ଟିକି, ଶୁଣୁଛ? ଆଜି ମୋ ମା ଆମ ଘରକୁ ଆସିବେ। ତମେ ତା ପାଇଁ ଭଲ ଭଲ ଜିନିଷ ରୋଷେଇ କରିବ। ହେଲେ ଆମର ତ କଢେଇ ନାହିଁ। ମୁଁ କେମିତି ଭଲ ଭଲ ରାନ୍ଧିବି କହିଲ? ମୁଁ ବି ଭାବୁଥିଲି ମାଙ୍କ ପାଇଁ ଭଲ ଭଲ ଖାଇବା ତିଆରି କରିବି, ହେଲେ ପାଖରେ ତ କଢେଇ ନାହିଁ। ଟିକି, ତୁମେ ଗୋରି କାଉର ଘରକୁ ଯାଅ। ତାଙ୍କର ଗୋଟେ କଢେଇ ଅଛି। ସେଇ କଢେଇ ଆଣି ତମେ ମାଙ୍କ ପାଇଁ ରୋଷେଇ କରିବ। ଠିକ ଅଛି, ମୁଁ ତାଙ୍କ ଘରକୁ ଯାଉଛି। ତାଙ୍କ କଢେଇ ମାଗିକି ଆଣିବି। ତାପରେ ଟିକି ଚଢ଼େଇ ଗଲା ଗୋରି କାଉ ଘରକୁ। ଆଉ ସେଠି ପହଞ୍ଚି ତାପରେ ଟିକି ଚଢ଼େଇ ପହଞ୍ଚେ ଗୋରି କାଉ ଘରେ। ଗୋରି ଭଉଣୀ, ତୁମ କଢେଇ ଟିକେ ମତେ ଦେବ। କଥା କଣ କି, ଆଜି ମୋ ଶାଶୁ ଆସୁଛନ୍ତି। ତାଙ୍କ ପାଇଁ ସବୁ ଭଲ ଭଲ ଖାଇବା କରିବାର ଅଛି ତ, ସେଥିପାଇଁ ମୁଁ ତୁମକୁ ମାଗୁଛି। ଠିକ ଅଛି, ତୁ କଢେଇ ନେବୁ, ହେଲେ ଗୋଟେ କଥା ଅଛି। ମୋ କଢେଇକୁ ସଫା କରିଦେବୁ। ଆଉ ଆମ ପାଇଁ ଟିକେ କଣ ରୋଷେଇ କରିଥିବୁ, ଭଲ ଭଲ ଜିନିଷ, ସେଥିରୁ ଟିକେ ଦବୁ। ତାହେଲେ ମୁଁ ତତେ କଢେଇ ଦେବି। ଏଇଟା କଣ ଗୋଟେ କହିବା କଥା? ମୁଁ ତୁମ କଢେଇ ସଫା କରିକି ଦେବି। ଆଉ ହଁ, ତୁମ ପାଇଁ ବି ମୁଁ କିଛି ଖାଇବା ନେଇକି ଆସିବି। ତାପରେ ଗୋରି କାଉ ଟିକି ଚଢ଼େଇକୁ ତା ମାଟି କଢେଇ ଦେଲା। ତାପରେ ଟିକି ଚଢ଼େଇ କଢେଇ ନେଇ ଚାଲି ଆସେ ଘରକୁ। ଆଉ ତା ଶାଶୁ ମା ପାଇଁ ଭଲ ଭଲ ଖାଇବା ରୋଷେଇ କରେ। କିଛି ସମୟ ପରେ ତା ଶାଶୁ ମା ଆସି ପହଞ୍ଚନ୍ତି। ଆଉ ସେ ଆଣିଥିବା ଉପହାର ଟିକିକୁ ଦିଅନ୍ତି। ଆଉ ପଚାରନ୍ତି, ତୁ ଖୋଲିକି ଦେଖେ, ଏ ଉପହାର ତୋତେ କେମିତି ଲାଗୁଛି? ତାପରେ ଟିକି ଉପହାର ଖୋଲିକି ଦେଖେ ତ ସେଥିରେ ଗୋଟିଏ କଢେଇ ଅଛି। ଆଉ କଢେଇକୁ ଦେଖି ଟିକି ଖୁସି ହୋଇଯାଏ। ଆଉ ତା ଶାଶୁକୁ କୁହେ, ମା, ଭଲ ହେଲା ତମେ ମୋ ପାଇଁ ଗୋଟେ କଢେଇ ଆଣିଲ। ମୋ ପାଖରେ କଢେଇ ନଥିଲା। ମୁଁ ଆଜି ସେ ଗୋରି କାଉ ପାଖରୁ ମାଗିକି କଢେଇ ଆଣି ରୋଷେଇ କରିଛି। ତାପରେ ଟିକି ଚଢ଼େଇ ତା ଶାଶୁକୁ ଖାଇବାକୁ ଦିଏ। ତାର ଶାଶୁ ଖାଏ। ତାପରେ ଟିକି ଚଢ଼େଇ କାଳୁ କାଉର କଢେଇ ଆଉ କିଛି ଖାଇବା ନେଇ ତା ଘରକୁ ଯାଏ। ହେଇ ଗୋରି ଭଉଣୀ, ତୁମ କଢେଇ ନିଅ। ହଁ, ଆଉ କିଛି ଖାଇବା ନେଇ ଆସିଛି। ଖାଇବା ରଖ, ମୁଁ ଯାଉଛି। ସିଆଡେ ମୋର କେତେ କାମ ଅଛି। ଆଲୋ ଟିକି ଚଢ଼େଇ, ତୁ କଣ କଢେଇ ଦେଇଦେଲୁ? ତୋର ଶାଶୁ ମା କଣ ପଳେଇ ଗଲେ? ନା ନା ଗୋରି ଭଉଣୀ, ମୋ ଶାଶୁ ମା ମୋ ପାଇଁ ଗୋଟେ ଉପହାର ଆଣିଛନ୍ତି। ସେ ଉପହାରରେ ମୋ ପାଇଁ ଗୋଟେ ଲୁହା କଢେଇ ଆଣିଛନ୍ତି। ତ ସେଥିପାଇଁ ମୁଁ ତୁମ କଢେଇ ତମକୁ ଦେଇଦେଲି। କାଲିଠୁ ମୁଁ ମୋ କଢେଇରେ ରୋଷେଇ କରିବି। ଏହା କହି ଟିକି ଚଢ଼େଇ ସେଠାରୁ ପଳାଇଗଲା। ହେଇଟି କାଳୁ, ମୁଁ ଭାବିଥିଲି ଟିକି କିଛି ଦିନ କଢେଇ ତା ଘରେ ରଖିବ।
ଆଉ ଆମକୁ ସବୁବେଳେ ଭଲ ଭଲ ଖାଇବା ମିଳିବ। ହେଲେ ମୋର ତ ଯୋଜନା ପାଣି ଫାଟିଗଲା। ଏବେ ଆମେ କେମିତି ଖାଇବା? ତୁ ବ୍ୟସ୍ତ ହନା ଗୋରି, କାଲି ମୁଁ ଟିକି ଚଢେଇ ଘରକୁ ଯିବି। ଆଉ କେହି ନଥିବା ସମୟରେ ତା କଢେଇ ଚୋରି କରି ନେଇ ଆସିବି। ତା ପରଦିନ କାଳୁ କାଉ ଟିକି ଚଢେଇର ଘରକୁ ଗଲା। ଆଉ କେହି ନଥିବା ସମୟରେ ଆରେ ବା, ଏଇଟା ତ ବଢିଆ କଢେଇ ହେଇଛି। ଆଉ ଘରେ ବି କେହି ନାହାନ୍ତି। ଏହି ସମୟରେ ଯାଉଛି ମୁଁ ଆକୁ ନେଇ ଏଠୁ ପଳେଇ ଯିବି। ତାପରେ କାଳୁ କାଉ ନେଇ ତାକୁ ପାଣିରେ ପକାଇ ଦେଇ ତା ଘରକୁ ପଳାଇଗଲା। ତାପରେ ଟିକି ଚଢେଇ ରୋଷେଇ କରିବାକୁ ଆସି ଦେଖେ ତ ତାର କଢେଇ ନାହିଁ। ତାର ମନ ବହୁତ ଦୁଃଖ ହୁଏ। ଆଉ ଜଙ୍ଗଲରେ ଆସି ସବୁଆଡେ ଖୋଜେ। ଏ ଜଙ୍ଗଲରେ ଏତେ ଚୋର ଚଢେଇ ଅଛନ୍ତି, ମୋର କଢେଇକୁ ନେଇଗଲେ। ମୁଁ ଏବେ କେମିତି ରୋଷେଇ କରିବି? ଏହି ସମୟରେ ବହୁତ ବର୍ଷା ହେଲା। ଆଉ ଟିକି ଚଢେଇ ଗୋଟେ ଘର ପାଖରେ ଯାଇ ପହଞ୍ଚିଲା। ଆଉ ସେଠି ଯାଇ ଦେଖିଲା ଗୋଟିଏ ଚଢେଇଟି ସଢେଇରେ ରୋଷେଇ କରୁଛି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ଆଉ ସେ ଘର ଭିତରକୁ ଗଲା। ଭଉଣୀ, ମୁଁ କଣ ଏ ସଢେଇରେ ରୋଷେଇ କରିପାରିବି? ହଁ, ନିଶ୍ଚୟ କରିପାରିବେ ତମେ ଏ ସଢେଇରେ ରୋଷେଇ। ତାପରେ ଟିକି ଚଢେଇ ତାଙ୍କ ପାଖରୁ କିଛି ସଢେଇ ମାଗି ତା ଘରକୁ ଆସିଲା। କାଳୁ, ତୁମେ ତ କହୁଥିଲ ଟିକିର କଢାଇ ପାଣିରେ ଫିଙ୍ଗି ଦେଇଛ। ହେଲେ ତା ଘରୁ କଣ ଏମିତି ସୁନ୍ଦର ବାସ୍ନା ଆସୁଛି? ସତେ ତ ଗୋରି, ଏ ଟିକି ଚଢେଇର ଘରୁ ବଢିଆ ବାସ୍ନା ଆସୁଛି ରୋଷେଇର। ଚାଲିଲୁ ଚାଲିଲୁ ଯାଇ ଦେଖିବା ସେ କୋଉଥିରେ ରୋଷେଇ କରୁଛି। ତାପରେ ଗୋରି କାଉ ଆଉ କାଳୁ କାଉ ଯାଇ ଦେଖିଲେ ତ ଟିକି ଚଢେଇ ସେ ସଢେଇରେ ରୋଷେଇ କରୁଛି। କାଳୁ, କାଳୁ, ଚାଲ ଏଥର ଘରକୁ ଯିବା। ଏବେ ଆମେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିବା। ଆଉ କାହା ଉପରେ ନିର୍ଭର କରିବାନି। ତାପରେ ଗୋରି କାଉ ଆଉ କାଳୁ କାଉ ତାଙ୍କ ଘରକୁ ଗଲେ।